ଚୌଦ୍ୱାର ରଥଯାତ୍ରା ପ୍ରସ୍ତୁତି। ଚଳିତ ମାସର 16 ତାରିଖରେ ଚୌଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରାର ସୁପରିଚାଳନା ଓ ସୁରକ୍ଷିତ ଆୟୋଜନ ନିମନ୍ତେ ଶ୍ରୀଜଗନ୍ନାଥ ପରିଚାଳନା କମିଟି ପକ୍ଷରୁ ରୂପଯାତ୍ରା କମିଟି ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷ ଭଳି ଚୌଦ୍ୱାରରେ 3 ଗୋଟି ରଥ ହୋଇଥିବା ବେଳେ ମା ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥାନ୍ତି। ଏହି ବୈଠକଟି କମିଟିର ଅକ୍ଷୟ କୁମାର ସାହୁ ଓ ବିମଲ କୁମାର ବେଉରାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ବୈଠକରେ ଚଳିତ ବର୍ଷର ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାର ସହିତ ସଫଳ ଭାବେ ଆୟୋଜନ କରିବା ସମ୍ପର୍କରେ ଅତିଥିମାନେ ମତାମତ ରଖିଥିଲେ। ଭକ୍ତମାନଙ୍କ ସୁବିଧା, ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ ସେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଚୌଦ୍ୱାର ପୋଲିସ ପୌର ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଚୌଦ୍ୱାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବିଦ୍ୟୁତ୍ ବିଭାଗ, ଦମକଳ ବାହିନୀଙ୍କ ସମସ୍ତ ଅଞ୍ଚଳର ବହୁ ବୁଦ୍ଧିଜୀବୀମାନେ ରଥଯାତ୍ରାକୁ ସମସ୍ତଙ୍କ ସହଯୋଗରେ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବୈଠକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି। ଆମର 2026 ଆଜିର ରଥଯାତ୍ରା ପ୍ରସ୍ତୁତି ବୈଠକ ଆଜି ବସିଥିଲା। ଏଠାରେ ଉପସ୍ଥିତ ବହୁତ ଅଧିକାରୀ ମାନେ ଆସିଥିଲେ। ଆଉ ଆମର ଏଠାକାର ମନ୍ଦିରର ପରିଚାଳନା କମିଟିର ସବୁ ସଭ୍ୟ ଥିଲେ। ଯାହା ହଉ ସମିତିଙ୍କ ସହଯୋଗ ଆମେ କାମନା କରୁଛୁ। ଗତ ବର୍ଷ ଆମର 3ଟି ରଥ ଆରମ୍ଭ କରିଥିଲୁ। ଛୋଟ ମୋଟ ଅସୁବିଧାର ସମ୍ମୁଖୀନ ହୋଇଥିଲୁ। ଏଇ ବର୍ଷ ସେ ଅସୁବିଧା କେମିତି ସମ୍ମୁଖୀନ ନ ହଉ, ସମିତିଙ୍କର ସହଯୋଗ ଏବଂ ସୁଚାରୁ ରୂପେ ରଥଯାତ୍ରା ପରିଚାଳନା କେନ୍ଦ୍ର ହେବ, ସେଇ ସବୁ କାମନା ଆମେ କରୁ। ଜଗନ୍ନାଥ ମହାପ୍ରଭୁଙ୍କର ଏହି କାର୍ଯ୍ୟକ୍ରମ ମହାପ୍ରଭୁଙ୍କର ବିଗତ ଦିନରେ ଯୋଉ ଚିନ୍ତାଧାରା ଥିଲା ଆମର, ଯେମିତି ଗୋଟିଏ ରଥରୁ 3 ରଥ ହବ। ଯାହା ହଉ ମହାପ୍ରଭୁ ଆମ କଣ୍ଠରୁ ଆମ ବାଣୀ ଶୁଣିଲେ। এই କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ 3 ରଥ ଗଢ଼ିଲା। ହଜାର ହଜାର ଲୋକ ମାନେ ଚୌଦ୍ୱାର ଯାତ୍ରା ପଡ଼ିଆରୁ ତଳ ବଜାର এই ଦୃଶ୍ୟ ଯେ କେହି ଦେଖିଲେ ବି ରହିପାରିବେ। ପ୍ରସ୍ତୁତି ବହୁତ ସକ୍ସେସଫୁଲ ହେଇଛି। ସବୁ ଇନଭାଇଟ୍ ମାନେ ଆସିଛନ୍ତି ଆଉ ସମସ୍ତଙ୍କର କୋଅପରେସନ ମିଳିଛି। ଭଗବାନ ଜଗନ୍ନାଥଙ୍କର କାମରେ କିଏ କ'ଣ ଅବହେଳା କରେ, ସମସ୍ତେ ଆସିଛନ୍ତି। ଏହା ଗୋଟେ ଆମର ଆନନ୍ଦର ଦିନ। ଆଜି ସୌଭାଗ୍ୟର ଦିନ। ଆମେମାନେ ସମସ୍ତେ ଏକାଠି ହେଇଛେ। ଆଜି ଏଠି ଜଗନ୍ନାଥ ମନ୍ଦିର ସମ୍ବନ୍ଧରେ ଆଲୋଚନା କରିଛେ। ଆସନ୍ତା ଘୋଷଯାତ୍ରା ରଥଯାତ୍ରା ବିଷୟରେ ଆମେ ଯେତିକି ଗଲା ବର୍ଷ କରିଥିଲେ, ଏ ବର୍ଷ ତାଠୁ ଅଧିକ କରିବା ପାଇଁ ଚେଷ୍ଟା କରିଛୁ। କଟକ ଚୌଦ୍ୱାରରୁ ନବୀନ ରାଓଙ୍କ ରିପୋର୍ଟ, ଜେ ନ୍ୟୁଜ୍ ଓଡ଼ିଆ।